प्रिय आत्मन सदगुरुदेव सिमुनि महाराज की जय। आज मनी समाज अमृतवाणी ये अध्यायटी को स्वागत करुछि। प्रिय निमाई भाई आज आम सहित उपस्थित अछंती, तो आमे तांको पचारि बुझिबा जोग काहेकि करिबा। अनेक मुनि ऋषि अनेक महापुरुष जोग विषय रे लिखि जाइछंती, किंतु जोगर आवश्यकता कौन आमे तांको आज पचारि बुझिबा जे गोटे मनीष पई जोगर कौन आवश्यकता। निमा भाई सप्रेम जय जी। जय जी जय जी। टिके आपण तो प्रश्न को सुनिले, टिके आमको पुंखानुपुंख भाव रे टिके आलोकपात करंतु। प्रिय आत्मन, अनेकंक मनरे ए संदेह मध्य एबे सुधा उंकी मारुची, जोग आमे काई करूचे। जोग प्रत्येक दिन करूचंती, किंतु काहे करूचे सेमानक मध्यरे एबे मध्य प्रश्नवाची रही। जोगर कौन ना कौन अंग हो, जोग 8 भाग विभक्त करा जाए। ए अष्टांग जोगर जे कौन अंग आमे साधन करिया बेले कौन धर्मर विरुद्धाचरण कर न थाउ बा कौन धर्मर विपक्ष रे आलोचना कर न थाउ, किंबा परलोक प्राप्ति पाई मध्य कर न थाउ। परलोक रे हमर एया हबो से पाई आमे योग साधन कर न थाउ। तले ये कथा सुनी मन आउरी प्रश्नवाची उठिबो, ताले आमे काहेकि योग करू। योगर सिद्धांत एक नियारा। जोगर प्रत्येक साधन आत्मसुधार, शरीर सुधार, स्थूल संसार तथा सूक्ष्म संसार उन्नति प्राप्त करिबा होची यार लक्ष्य। आत्मसुधार कौन? आत्मा तो शुद्ध, पूत, पवित्र, निर्मल, निरोग, अजर, अमर। तार पुणी सुधार कौन? तार सुधार देखंतु, प्रत्येक मनुष्य ठारे आत्मा अच्छी, किंतु प्रत्येक मनुष्य ठारे आत्मज्ञान नहीं। यदि आत्मज्ञान था ताहले अनेक अंधविश्वास कुसंस्कार पड़ते नहीं। आत्मज्ञान को से माने प्रयोग करी निजर उद्धार करि पारंते, किंतु से माने कौन करचंती ना आत्मज्ञान अभाव निजको दीन हीन अकिंचन मन करचंती, निजको दास सेवक चाकर मन करचंती। तेणु जदि से आत्मा को प्रकृत रे जानी थांते, मु आत्मा, मु निरोग, मु सुंदर, मु पवित्र, ताले से निजको दास सेवक चाकर मन करते नहीं। तेणु योग साधन करने द्वारा आत्मार सुधार होता है। आत्मा सुधार है बेले आम केमी जानिबा? गोटे पिला छोट बेलू 2 वर्ष 3 वर्ष कि 4 वर्ष बेले तार लक्षण गुण देखी, तार आचार व्यवहार देखी जने कई लोक कहती ये भविष्य जने बड़ लोक हब, जने साधक हब, जने आत्मज्ञानी की हब। कहीं ना तार गुण लक्षण देखिकी कहती, जमी कहती तुलसी 2 पत्र बासे
ତାର ଛୋଟବେଳୁ ତାର ଭଲ ଭଲ ଗୁଣ ପ୍ରକଟିତ ହୁଏ। କାହିଁକି ହେଲା ନା ତାର ପୂର୍ବ ଜନ୍ମର ସଂସ୍କାର, ପୂର୍ବ ଜନ୍ମର ସାଧନର ଫଳ ଏ ଜନ୍ମରେ ପ୍ରକଟିତ ହଉଛି। ସେ ଜନ୍ମ ହେଉ ହେଉ ସମସ୍ତଙ୍କୁ ସମ୍ମାନ ଦେଇ କଥା କହୁଛି ଏବଂ ନିଜକୁ ଦାସ ସେବକ ନ ଭାବି ନିଜକୁ ମହାନ ଭାବୁଛି। ତେଣୁ ସେ ଏହି କାର୍ଯ୍ୟକୁ ଆତ୍ମ ସୁଧାର କୁହାଯାଏ। ଶରୀର ସୁଧାର କଣ ନା ଦୀର୍ଘ ଦିନ ଧରି ଯଦି ଆମ ଶରୀରରେ କିଛି ବିକାର ଥାଏ ତେବେ এই ଯୋଗ ସାଧନ ମାଧ୍ୟମରେ ସେ ବିକାର ବାହାରିଯାଏ। ଏମିତି କୁହାଯାଇଛି ଅତଃପରଂ ପ୍ରବସମି ଯୋଗ ପରମ ଦୁର୍ଲଭଂ ଯେନ ଆତ୍ମନ ପ୍ରପସନ୍ତି ଭାନୁମନ୍ତମିବସରମ୍ ଯୋଗାଗ୍ନି ଦହତି କ୍ଷିପ୍ରମ ଅଶେଷ ପାପ ପଞ୍ଜକଜରମ୍ ପ୍ରସନ୍ନ ଜାୟତେ ଜ୍ଞାନଂ ଜ୍ଞାନ ନିର୍ବାଣ ମୁଚ୍ୟତେ। এই ଯୋଗ ଅଗ୍ନିରେ ଦୀର୍ଘ ଦିନ ଧରି ବିକାର ଜଳିପୋଡ଼ି ନଷ୍ଟ ହେଇଯାଇ ଶରୀରଟା ନିର୍ବିକାର ହେଇଯାଏ। ସେଇଭଳି ଏ ସଂସାର ଏବଂ ସୂକ୍ଷ୍ମ ସଂସାର, ଦେଖନ୍ତୁ ଆମେ ଯଦି ନିଜର ମଙ୍ଗଳ କଲେ ସାରା ବିଶ୍ୱର ମଙ୍ଗଳ ହବ। ଯଦି ସଂସାରର ସମସ୍ତ ଲୋକ ନିଜ ନିଜର ମଙ୍ଗଳ କରନ୍ତି ତାହେଲେ ଅମଙ୍ଗଳ କାହା ପାଖେ ରହିବ ନାହିଁ। ତେଣୁ ସାରା ସଂସାର ମଧ୍ୟ ଉନ୍ନତି କରିବ। ସେଇଭଳି ଯଦି ଆମେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ସତ କହିବା, ସତ୍ ସିଦ୍ଧାନ୍ତରେ ରହିବା, ସତ୍ୟ ଲୋକର ପ୍ରତିଷ୍ଠା କରିବା, ସତ୍ୟଭାଷୀର ପ୍ରତିଷ୍ଠା କରିବା, ଆମେ ବାକ୍ ସଂଯମୀ ହବା, ଏମିତିକି ସ୍ୱପ୍ନରେ ମଧ୍ୟ ଆମେ କେବେ ମିଥ୍ୟା କହିପାରିବା ନାହିଁ। ଏଇଟା ହେଉଛି ସୂକ୍ଷ୍ମ ସଂସାର ସୁଧାର। ତେଣୁ ଯୋଗର ଉଦ୍ଦେଶ୍ୟ ଶରୀରକୁ ସୁନ୍ଦର, ସୁଢଳ, ଯୁବା ଆଉ ସୁସ୍ଥ ରଖିବା, ନିଜର ଆତ୍ମାକୁ ମୁଖ୍ୟ ପରମ ଶାନ୍ତିର ଶିଖର ଉପରେ ପହଞ୍ଚାଇ ଦେବା, ଏଇଟା ହେଉଛି ଯୋଗର ଲକ୍ଷ୍ୟ। ତେଣୁ ଆମେ ଯଦି ଯୋଗ ନ କରିବା ଏ ଶରୀରକୁ କେବେ ସୁଢଳ କରି ରଖିପାରିବା ନାହିଁ। ଯଦି କୌଣସି ପ୍ରକାର ଭିଟାମିନ୍ ଖାଇ କିମ୍ବା କସ୍ମେଟିକ୍ ଲଗେଇ ଶରୀରକୁ ସୁନ୍ଦର ସୁଢଳ କରି ପାରୁଛେ ତେବେ ଶରୀରର ଅନ୍ତଃକରଣରେ, ଅନ୍ତରରେ ଯେଉଁ ବିକାର ଅଛି ତାହା ଦୂର ହେଇଯିବ ନାହିଁ। ଆମ ଶରୀର ଅନ୍ତର ବାହାର ଉଭୟ ଦୂର ହେବା ଦରକାର। ତେଣୁ এই ଯୋଗ ସାଧନ ମାଧ୍ୟମରେ ଶରୀରକୁ ସୁନ୍ଦର, ସୁଢଳ ଆଉ ସୁସ୍ଥ ରଖି ଆମେ ଜୀବନ ମୁକ୍ତ ହୋଇ ପରମ ଶାନ୍ତି ପ୍ରାପ୍ତ କରିପାରିବା। ଯୋଗ କୌଣସି ଉଧାର ଧର୍ମ ନୁହେଁ। ଯୋଗର ପ୍ରତ୍ୟେକ ସାଧନ ଫଳ ସହିତ, ଯେଭଳି ଆମ୍ବ ଗଛରେ ଆମ୍ବର ଫଳ ଯୁକ୍ତ ହେଇକି ଅଛି, ଗହମ ଗଛରେ ଗହମର ଫଳ ଯୁକ୍ତ ହେଇକି ଅଛି, ଆମର ଫଳ ଯୁକ୍ତ ହେଇକି ଅଛି। ଫଳ କେହି ଅନ୍ୟ ହାତରେ ଅଛି ତା ଭାବିବା ସମ୍ପୂର୍ଣ୍ଣ ଭୁଲ। ଯୋଗର ପ୍ରତ୍ୟେକ ସାଧନ ସହିତ ପ୍ରଶ୍ନ ହୁଏ ଯେ ଏହା କ'ଣ ପାଇଁ କରାଯାଏ, କିପରି କରାଯାଏ, ଆମେ ଶରୀର କିମ୍ବା ଆମର ଏଥିରେ କ'ଣ ଲାଭ ହୁଏ। ତେଣୁ ଏଠାରେ ଆହୁରି ପ୍ରଶ୍ନ ହୁଏ ଯେ ଯୋଗର ପ୍ରତ୍ୟେକ ଅଙ୍ଗ, ଯେମିତିକି ଅହିଂସା ଦ୍ୱାରା କ'ଣ ଲାଭ ହୁଏ, ସତ୍ୟ ଦ୍ୱାରା କ'ଣ ଲାଭ ହୁଏ, ଅସ୍ତ୍ୟ ଦ୍ୱାରା କ'ଣ ଲାଭ ହୁଏ, ଅପରିଗ୍ରହ ଦ୍ୱାରା କ'ଣ ଲାଭ ହୁଏ, ବ୍ରହ୍ମଚର୍ଯ୍ୟ ଦ୍ୱାରା କ'ଣ ଲାଭ ହୁଏ, ମଣିଷ କେଉଁ ସିଦ୍ଧି ପ୍ରାପ୍ତ ହୁଏ, ଏହା ଉତ୍ତର ମଧ୍ୟ ମହର୍ଷି ପତଞ୍ଜଳି ମୁନି ଯୋଗ ଦର୍ଶନ ଶାସ୍ତ୍ର ଦେଇଛନ୍ତି। ଆମେ ଯଦି ଯୋଗ ଦର୍ଶନ ଶାସ୍ତ୍ରକୁ ଭଲ ଭାବରେ ଅଧ୍ୟୟନ କରିବା, ନିଜ ପ୍ରଶ୍ନର ସମାଧାନ ନିଶ୍ଚିନ୍ତ ହେବ
ଆପଣମାନେ ପ୍ରତ୍ୟେକ ଦିନ ସ୍ୱାଧ୍ୟାୟ କରନ୍ତୁ। ଆପଣଙ୍କ ଭିତରେ ଥିବା ପ୍ରଶ୍ନ ନିଶ୍ଚିନ୍ତ ସମାଧାନ ହେବ। ସମୟ ପାଇଲେ ସତ୍ସଙ୍ଗ କରନ୍ତୁ ଆଉ ନିତ୍ୟ ସାଧନ କରନ୍ତୁ। ଆପଣଙ୍କ ମନରୁ ସନ୍ଦେହ ଦୂର କରି ପ୍ରକୃତ ସୁଖ ଶାନ୍ତି ଆନନ୍ଦରେ ଜୀବନ ବିତାନ୍ତୁ। ଏତିକି କହି ଆଜିର ମୁନି ସମାଜର ଅମୃତବାଣୀକି ବିରାମ ଦେଉଛି। ସପ୍ରେମ ଜୟଜୀବ ଜୟଜୀବ ଜୟଜୀବ। ଯାହା ହଉ, ବହୁତ ବଢିଆ, ବହୁତ ସୁନ୍ଦର ଲାଗିଲା କଥା ଆପଣଙ୍କର। ଆଉ ମଝିରେ ବି ଅନେକ ଗୁଡ଼ିଏ ପ୍ରଶ୍ନ ଆପଣ ଉତ୍ଥାପନ କରିଥିଲେ, ଯୋଉଟାକି କେବଳ ଇଙ୍ଗିତ କରାଯାଇଛି। ଆଜି ସମ୍ଭବ ତ ନାହିଁ। ପରବର୍ତ୍ତୀ ଅବସ୍ଥାରେ ଆମେ ଅହିଂସା ବା ଅପରିଗ୍ରହ ବା ଅଲଗା ଅଲଗା ସବୁ ଯୋଗର ବିଭିନ୍ନ ପ୍ରକାର ବ୍ରାଞ୍ଚକୁ ନେଇ ଆଲୋଚନା ମଧ୍ୟ କରିବା ଆଗାମୀ ଅଧ୍ୟାୟରେ। ହଉ, ସମସ୍ତଙ୍କୁ ସପ୍ରେମ ଜୟଜୀବ। ନିମା ଭାଇ ଜୟଜୀବ। ଜୟଜୀବ। ସପ୍ରେମ ଜୟଜୀବ।